ଜାଳି ବ୍ଲକରେ ସୁଭଦ୍ରା ପଦଯାତ୍ରାର କାର୍ଯ୍ୟକ୍ରମ କରାଯାଇଛି। ସବୁ ବ୍ଲକ ସ୍ତରୀୟ ଏବଂ ସବୁ ପଞ୍ଚାୟତରେ ଏବଂ ସବୁ ଭିଲେଜରେ ବି ଏ କାର୍ଯ୍ୟକ୍ରମ କରାଯାଉଛି। ଆଳି ବ୍ଲକ ଲେବୁଲରେ ଆମର ବସ୍ ଷ୍ଟାଣ୍ଡରୁ ବାହାରିକିରି ଆଳି ବ୍ଲକ ଅଫିସ ପର୍ଯ୍ୟନ୍ତ ଯିବ ଏବଂ ସବୁ 34ଟି ଯାକ ପଞ୍ଚାୟତରେ ପଞ୍ଚାୟତ ଅଫିସରୁ ଷ୍ଟାର୍ଟିଂ ପଏଣ୍ଟ ହେଇକି ଏଣ୍ଡ ପଏଣ୍ଟ ସେଇଠୁ ଯିବ 500 ମିଟର ରେଡିୟସ୍ ଭିତରେ ରହିଛି ସବୁ ଜାଗାରେ। ମହିଳାମାନେ ବହୁତ ଉତ୍ସାହିତ ଅଛନ୍ତି ଯେହେତୁ ଏହା ଆର୍ଥିକ ସହାୟତା ତାଙ୍କ ପରିବାର ପାଇଁ ତାଙ୍କ ନିଜ ପାଇଁ ଆର୍ଥିକ ସ୍ୱଚ୍ଛଳତା ଆଣିବ। ଏଇଟା ଗୋଟେ ୱେଲଫେୟାର ମେଜର୍ସ ଗଭର୍ଣ୍ଣମେଣ୍ଟର ନିଶ୍ଚିତ ଭାବରେ ସମସ୍ତେ ଏଥିରେ ସହଭାଗୀ ଅଛନ୍ତି ଏବଂ ସମସ୍ତେ ଉତ୍ସାହିତ ରହିଛନ୍ତି। ମୋ ନାଁ ମମତା ପ୍ରିୟଦର୍ଶିନୀ, ମୁଁ ଚଣ୍ଡିଆଗଡ଼ି ଜିପିଏଲ୍ଏଫ୍ ଇସି ଅଛି। ଆଜି ରାଜ୍ୟ ସାରା ମାନେ ମହିଳାମାନଙ୍କ ଉତ୍ସାହ ରହିଛି ସୁଭଦ୍ରା ଯୋଜନାର ଆଜି ରାଜ୍ୟ ସାରା ସ୍ୱାଭାବିକ କଥା, ସବୁ ମାଆ ମାନଙ୍କ ଭିତରେ ସୁଭଦ୍ରାକୁ ନେଇକି ବହୁତ ଉତ୍ସାହ ଅଛି, ଯେଉଁମାନେ କି ସେଥିପାଇଁ ଆମେ ଗୋଟେ ଆପଣ ଦେଖିପାରୁଥିବେ ସେମାନେ ନିଜ ଇଚ୍ଛାରେ ସେମାନେ ଆସିଛନ୍ତି ସାମିଲ ହେବା ପାଇଁ। ଆଉ ଏଇ ଯେଉଁ ସରକାରଙ୍କର ଏଇ ଯେଉଁ ପଦକ୍ଷେପ ନେଇଛନ୍ତି ଆମ ମାଆ ମାନଙ୍କ ପାଇଁ ଆମେ ସମସ୍ତେ ଏହାକୁ ସ୍ୱାଗତ ବି କରିଛୁ। ଆଉ ଚେଷ୍ଟା ବି କରିବୁ ଆଗକୁ ଯେମିତି ସରକାର ଯେଉଁ ସବୁ ପଦକ୍ଷେପ ଆମମାନଙ୍କ ପାଇଁ ନେଉଛନ୍ତି ସହଯୋଗ ନିଶ୍ଚିତ ଭାବରେ କରିବୁ। ଆଉ ଏଇ ଜିନିଷକୁ ନେଇକି ଆମେ ମାନେ ବହୁତ ଖୁସିରେ ଅଛୁ। ଆଳି ବ୍ଲକରେ ବହୁତ ଉତ୍ସାହ ସହିତ ରହିଛି। ପ୍ରତ୍ୟେକ ଆପଣ ସିଏଲ୍ଏଫ୍ ଜିପିଏଲ୍ଏଫ୍ ବିଏଲ୍ଏଫ୍ ସବୁ ଜାଗାରେ ଆଜି ଦେଖନ୍ତୁ ସେମାନେ ନିଜେ ନିଜେ ସ୍ୱଇଚ୍ଛାରେ ଆସିକି ପଦଯାତ୍ରା କରୁଛନ୍ତି, ମିଟିଂ କ୍ୟାମ୍ପେନ୍ କରୁଛନ୍ତି, ସିଗ୍ନେଚର କ୍ୟାମ୍ପେନ୍ ହେଉଛି ଆମର। ତ ନିଶ୍ଚିତ ଭାବରେ ସମସ୍ତଙ୍କ ଭିତରେ ଉତ୍ସାହ ରହିଛି ସୁଭଦ୍ରାକୁ ନେଇକି।